ଦର୍ଶକ ବନ୍ଧୁ, ଯେଉଁଠି କୂଅ ଖୋଳିବେ କିମ୍ବା ଟ୍ୟୁବୱେଲ୍ ଖୋଳିବେ ସେଠାରେ ପାଣି ଠିକ୍ରେ ଅଛି କି ନାହିଁ ଜାଣିବା ଲାଗି ମୁଁ କେତୋଟି ପଏଣ୍ଟ କହୁଛି, ତାହା ଶୁଣନ୍ତୁ। ଯେଉଁ ସ୍ଥାନରେ କୂପ କିମ୍ବା ନଳକୂପ ଖୋଳିବେ ସେହି ସ୍ଥାନକୁ ଶୁଭ ଦିନରେ ସଫା କରିଦେବେ ଦିନବେଳା ଏବଂ ଏକ ହାତ ବିଶିଷ୍ଟ କ୍ଷେତ୍ରକୁ ଗୋବରରେ ଲିପିଦେବେ। ଗୋଧୂଳି ଅବା ସନ୍ଧ୍ୟା ସମୟରେ ଲିପା ହୋଇଥିବା ସ୍ଥାନରେ ଠିକ୍ ମଝିରେ 50 ଗ୍ରାମ ପରିମାଣରେ ଗୁଡ଼ କିମ୍ବା ମହୁ ରଖିବେ। ଗୁଡ଼ ବା ମହୁର 12 ଆଙ୍ଗୁଳି ଦୂରତ୍ୱରେ ଜଳ ଦ୍ୱାରା ଏକ ବୃତ୍ତ ଆଙ୍କିଦେବେ। ତାପରେ ଗୁଡ଼ ବା ମହୁକୁ ବାସ୍ତୁପୁରୁଷ ଓ ଅଷ୍ଟମାତୃକା ନାମରେ ପାଣି ଛଡ଼ାଇଦେବେ। ପରଦିନ ସୂର୍ଯ୍ୟୋଦୟ 1 ଘଣ୍ଟା ମଧ୍ୟରେ ସେ ସ୍ଥାନକୁ ଯାଇ ଦେଖିବେ ଯେଉଁ ସ୍ଥାନର ମହୁ ବା ଗୁଡ଼ରେ କୌଣସି ପିମ୍ପୁଡ଼ି ବା ଉଇ ଜନ୍ଦା ଲାଗିନଥିବେ ସେ ସ୍ଥାନ କୂପ ପାଇଁ ଅନୁପଯୁକ୍ତ ଅଟେ, ତାହା ଛାଡ଼ିଦେବେ। ଯେଉଁ ସ୍ଥାନରେ ଉଇ ପିମ୍ପୁଡ଼ି ଲାଗିଥିବ ତାଙ୍କର ରଙ୍ଗକୁ ବିଚାରକୁ ନେଇ ଜଳସ୍ରୋତ ଅଛି କି ନାହିଁ ଜାଣିବେ। ନିର୍ଦ୍ଦିଷ୍ଟ ସ୍ଥାନକୁ ସନ୍ଧ୍ୟାବେଳେ ଯାଇ ନିର୍ଦ୍ଦିଷ୍ଟ କରିଥିବା ଜାଗାମାନଙ୍କରେ କିଛି ତୁଳା ଦେଇ ତାକୁ ଘୋଡ଼ାଇ ଦେବେ। ପରଦିନ ସକାଳୁ ଯାଇ ଦେଖିବ ଯେଉଁ ତୁଳା ଆଦୌ ଓଦା ହୋଇନାହିଁ ସେଠାରେ ଜଳସ୍ରୋତ ନାହିଁ। ଯେଉଁ ସ୍ଥାନରେ ତୁଳାରେ ବିନ୍ଦୁ ବିନ୍ଦୁ ପାଣି ଲାଗିଥିବ ସେଠାରେ ପାଣି ଅଛି ବୋଲି ଜାଣିବ। କିନ୍ତୁ ଖୋଳିଲେ ପଥର ପଡ଼ିବ। ଯେଉଁ ସ୍ଥାନରେ ତୁଳା ଭଲ ଭାବେ ଓଦା ହୋଇଥିବ ସେଠାରେ ଉତ୍ତମ ଜଳ ପ୍ରାପ୍ତ ହେବ। ଯଦି ସ୍ଥାନରେ ନିକଟରେ ଉଇହୁଙ୍କା ଥାଏ ତେବେ ନିକଟରେ ଜଳସ୍ରୋତ ଥିବ ବୋଲି ଜାଣିବ। ଉଇହୁଙ୍କାର ରଙ୍ଗ କଳା ହୋଇଥିଲେ କ୍ଷାର ଜଳ, ଲାଲ କିମ୍ବା ଧୂସର ରଙ୍ଗ ହୋଇଥିଲେ ମଧୁର ଜଳ ପ୍ରାପ୍ତିର ସମ୍ଭାବନା ରହିଛି। ଆଉ ଏକ ଉପାୟ ଅଛି। ସନ୍ଧ୍ୟା ସମୟରେ ଯାଇ ନିକଟସ୍ଥ ହୁଙ୍କାର କିଛି ଅଂଶ ଭାଙ୍ଗିଦେବ। ପରଦିନ ସକାଳୁ ଯାଇ ଦେଖିବ ତାହା ପୁନର୍ଗଠିତ ହୋଇଥିଲେ ଉତ୍ତମ ଜଳ ରହିଛି। ଭଙ୍ଗା ଅଂଶ ତିଆରି ହୋଇନଥିଲେ ଖାର ଜଳ ରହିଛି। ହୁଙ୍କାର ଭଙ୍ଗା ଅଂଶ ଉପରେ ଉଇମାନେ ଚରୁଥିଲେ ସେଠାରେ ଅତି ଉତ୍ତମ ଜଳ ଅଛି। ନିର୍ଦ୍ଦିଷ୍ଟ ସ୍ଥାନରେ ବହୁଳ ଭାବରେ ଦୁବ ଘାସ ବା ତୁଳସୀ ଗଛ ଉଠିଥିଲେ ସେଠାରେ ଜଳସ୍ରୋତର ସମ୍ଭାବନା ରହିଛି। ଭୂତଳ ଜଳଜ୍ଞାନକାରୀଙ୍କ ସାହାଯ୍ୟରେ ମଧ୍ୟ ଜଳସ୍ରୋତ ନିର୍ଣ୍ଣୟ କରି କୂପ ଖନନ କରାଯାଇପାରେ। ନିର୍ଦ୍ଦିଷ୍ଟ ଶୁଭ କାଳରେ ମୁଖ୍ୟତଃ ଅଷ୍ଟଦେବୀ, ବରୁଣ ଓ ବାସ୍ତୁପୁରୁଷଙ୍କର ପୂଜା କରାଇବା ପରେ ପ୍ରଥମେ ଗୃହକର୍ତ୍ତା ଖନନ ଅନୁକୂଳ କରିଥାନ୍ତି। ଖନନର ଏକ ହାତ ଗଭୀରକୁ ପ୍ରଥମେ କିଛି ମାଟି ନେଇ ଯେକୌଣସି ମନ୍ଦିରରେ ପକାଇ ଦିଆଯାଏ। ତାପରେ ଆବଶ୍ୟକ ଅନୁସାରେ କୂପ ବା ନଳକୂପ ଖନନ କାର୍ଯ୍ୟ କରାଯାଏ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଟିକେ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ, ସେୟାର କରିବେ। ରହୁଛି। ଜୟ ଜଗନ୍ନାଥ।